ସମୁଦ୍ରରେ ନେଇକି ଫୋପାଡ଼ିଥିଲ ମୁଁ ଏଠି 24 ଘଣ୍ଟା ହେଲା ମୁଁ ଅଛି ମୋତେ ନେଇକି ଆସ। ମହାପ୍ରଭୁ ଟ୍ରେନରେ ଆସୁଛନ୍ତି। ଏ ଫଟୋ ଦେଖନ୍ତୁ, ଏ ଫଟୋ ଦେଖନ୍ତୁ। ମହାପ୍ରଭୁ ଟ୍ରେନରେ ବିରାଜମାନ ହେଇକି ଆସୁଛନ୍ତି ଆମରି ଗାଁକୁ, କେଉଁଝରକୁ ଫେରିକି ଆସୁଛନ୍ତି। ମୁଁ କାନ୍ଦିଛି। ଭକ୍ତର ଲୁହକୁ ଭଗବାନ ସହିପାରିବେନି। ଅନ୍ୟ ଭାଗ୍ୟବାନ ଯେ ମୁଁ ପାଗଳ, ମୁଁ ଜଗା ପାଇଁ ପାଗଳ, ତୁମେ ମାୟା ପାଇଁ ପାଗଳ। ମରିବ, ସବୁ ମରିବ। ଜଗନ୍ନାଥ ପାଖରେ ତା ମାଡ଼ରେ ଶବ୍ଦ ନଥାଏ କିନ୍ତୁ ଜୋର ଥାଏ। ଦେଲା ନା ଜୋର। ଟଙ୍କା ପାଇଁ ଜଗନ୍ନାଥକୁ ବିକି ଦେଉଛନ୍ତି ଏମାନେ ସବୁ। ଶୂଦ୍ର, ସମସ୍ତେ ଶୂଦ୍ର, ସବୁ ନର୍କକୁ ଯିବେ। ଜଗନ୍ନାଥ ସିନା କିଛି କରିବେନି, ଯମଦୂତ ଛାଡ଼ିଦେବ, କୁକୁର ପଠେଇବ। ଯମଦୂତ ମାନେ କୁକୁର ପଠେଇବେ, ତୁମକୁ ଚୁଟି ଘୋଷାଡ଼ିକି ନେବେ। ଯାତନା ଶରୀର, ଏଡ଼ିକି ଟିକେ ଯାତନା ଶରୀର ମିଳେ, ନଗ୍ନ ଦେହ, କପଡ଼ା ନଥିବ, ସବୁ କରୁଥାଅ। ଆମର କିଛି ଟେନସନ୍ ନେବାର ନାହିଁ। ଆମେ ଜଗା ପ୍ରେମରେ ଅଛୁ, ଜଗା ଆମକୁ ସମ୍ଭାଳୁଛି। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ। ଦେଖ ଦେଖ ଦେଖ, ମୋତେ ସମସ୍ତେ ଗାଳି ଦେଉଥିଲ ନା, ମୋତେ କହୁଥିଲ ପାଗଳ ହେଇଛି, ପାଗଳ ହେଇଛି, ପାଗଳ ହେଇଛି, ପାଗଳ ହେଇଛି ବୋଲି। ଆରେ ପାଗଳ ତ ହେବା ପାଇଁ ପଡ଼ିବ। ମନେ ରଖିଥାଅ ଏଇ ଜିନିଷଟା। ଯେ ପର୍ଯ୍ୟନ୍ତ ଜୀବ ଅଛି ଏଠି କେହି ଭଲ ନାହାନ୍ତି, ସମସ୍ତେ ପାଗଳ। ଏ ସଂସାରରେ ଯେତିକି ଅଛନ୍ତି, ଏ ଭୌତିକ ଜଗତରେ ଯେତିକି ଜୀବ ଅଛନ୍ତି, ସମସ୍ତେ ପାଗଳ। ତିନିଟା ଜିନିଷ ଅଛି ଆଜ୍ଞା, ମନେ ରଖିଦିଅ ସବୁବେଳେ। ତିନିଟା ଜିନିଷ। ଏ ଦୁନିଆରେ ତିନିଟା ଜିନିଷକୁ ନେଇକି ଦୁନିଆ ତିଆରି ହେଇଛି। ଭଗବାନ, ଜୀବ, ପ୍ରକୃତି। ଭଗବାନ, ଜୀବ, ପ୍ରକୃତି। ଭଗବାନ, ଜୀବ, ପ୍ରକୃତି। ସେ ପ୍ରକୃତିକୁ କିଛି ଜଣ ମାୟା ବି କହନ୍ତି, ଯେଉଁଟା ମା ଦୁର୍ଗାଙ୍କ ଦ୍ୱାରା ସଞ୍ଚାଳନ ହୁଏ। ଆଇଦର ଆପଣଙ୍କ ମନ ମାୟା ପାଖରେ ରହିବ, ପ୍ରକୃତି ପାଖରେ ରହିବ, ନହେଲେ ଭଗବାନଙ୍କ ପାଖରେ ରହିବ। ଆପଣ ପାଗଳ ହେବେ ମାୟା ପାଇଁ, ନହେଲେ ପାଗଳ ହେବେ ଭଗବାନ ପାଇଁ। ଭାଗ୍ୟ ମୋର ଭଲ, ମୁଁ ଭଗବାନ ପାଇଁ ପାଗଳ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆସୁଛନ୍ତି ଆମରି ଗାଁକୁ, ଫେରି ଆସୁଛନ୍ତି। ତମେ ସାହସ କରିଥିଲ ଏଠାରେ ଫୋପାଡ଼ିବା ପାଇଁ ତାଙ୍କୁ? ମହାପ୍ରଭୁ ଜଗନ୍ନାଥଙ୍କୁ ଫୋପାଡ଼ିବା ପାଇଁ ତମେ ସାହସ କରିଥିଲ ଟି? ତାଙ୍କୁ ନେଇକି ଫୋପାଡ଼ି ଦେଇଥିଲ ମୋହଦଧିରେ ଫୋପାଡ଼ି ଦେଇଥିଲ। ତାଙ୍କୁ ବଞ୍ଚେଇକି ଆଣିଲେ ଲାଇଫ୍ ଗାର୍ଡ଼ ମାନେ। ତାପରେ ଆଣିକି ରଖିଥିଲେ 24 ଘଣ୍ଟା ପର୍ଯ୍ୟନ୍ତ। 24 ଘଣ୍ଟା ପର୍ଯ୍ୟନ୍ତ ସେ ମୋହଦଧିର ବାଲିରେ ସିଏ ଅଛନ୍ତି। ବୁଝିପାରିବନି ମହାପ୍ରଭୁଙ୍କ ଲୀଳା। ମୁଁ ଖାଇ ନଥିଲି, ପିଇ ନଥିଲି, ମୋତେ ଭୋକ ନାହିଁ, ଶୋଷ ନଥିଲା। ୟା ପାଇଁ ମୁଁ ଭିଡ଼ିଓ ବନେଇଥିଲି। ସେ ଭିଡ଼ିଓ ଆପଣ ଦେଖିନାହାନ୍ତି ନା? ଦେଖନ୍ତୁ, ଏଇ ସେଇ ଭିଡ଼ିଓ। ଭୂତାନା କ'ଣ କହିଛି ମହାପ୍ରଭୁ? ସୁହୃଦୟ ସର୍ବଭୂତାନା। ତୁ ମୋତେ ଛାଡ଼ିକି ଗଲେ ବି ମୁଁ ତୋତେ ଛାଡ଼ିକି ଯାଇପାରିବିନି। ଦେଖିଲେ ତ ଏ ଭିଡ଼ିଓରେ ମୁଁ କହିଥିଲି, ଆଖିରୁ ଲୁହ ବାହାରିଥିଲା ମୋର। ଜଗା କେବେ ସହିବ ଏ ଲୁହ? ମୋତେ ପାଗଳ 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 କହୁଥିଲ ନା। ଯଦି ମୁଁ ପାଗଳ ହେଇଥାନ୍ତି ତାହେଲେ ମୋର ଏ ଭ୍ୟୁ, କୌଣସି ଓଡ଼ିଆ ଭିଡ଼ିଓ ଗୋଟିଏ ଦିନରେ 2.5 ଲକ୍ଷ ଭ୍ୟୁ ଯାଏନି। 2.5 ଲକ୍ଷ ଭ୍ୟୁ ଯାଇଥିଲେ। ଏ ଭ୍ୟୁ ଦେଖ। ମୁଁ ପାଗଳଟି? ମୁଁ ଭାଗ୍ୟବାନ ଯେ ମୁଁ ପାଗଳ, ମୁଁ ଜଗା ପାଇଁ ପାଗଳ, ତୁମେ ମାୟା ପାଇଁ ପାଗଳ। ମରିବ, ସବୁ ମରିବ। କୁହାଯାଏ ନା, ଭଗବାନ ଜଗନ୍ନାଥ ପାଖରେ ତା ମାଡ଼ରେ ଶବ୍ଦ ନଥାଏ କିନ୍ତୁ ଜୋର ଥାଏ। ଦେଲା ନା ଜୋର। ତମେ ତାକୁ ନେଇକି ଫୋପାଡ଼ିଥିଲ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱପ୍ନ ଦେଲେ, ପୁଣି ସ୍ୱପ୍ନ ଦେଲେ ପୂଜାରୀ କି ଆମର ଏଠି ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଥିଲା, କିନ୍ତୁ ମନ୍ଦିରରେ ବିଗ୍ରହ ପାଇଁ ବହୁତ ଅସୁବିଧା ହେଉଥିଲା, ଅଘଟଣ ହେଉଥିଲା। ମହାପ୍ରଭୁ ଏବେ ସ୍ୱପ୍ନ ଦେଲେ, ମୁଁ ସେଠି ଅଛି। ମୋତେ ଯାଇକି ଯେଉଁ ଫୋପାଡ଼ିଥିଲ, ସମୁଦ୍ରରେ ନେଇକି ଫୋପାଡ଼ିଥିଲ, ମୁଁ ଏଠି 24 ଘଣ୍ଟା ହେଲା ମୁଁ ଅଛି, ମୋତେ ନେଇକି ଆସ। ମହାପ୍ରଭୁ ଟ୍ରେନରେ ଆସୁଛନ୍ତି। ଏ ଫଟୋ ଦେଖନ୍ତୁ, ଏ ଫଟୋ ଦେଖନ୍ତୁ। ମହାପ୍ରଭୁ ଟ୍ରେନରେ ବିରାଜମାନ ହେଇକି ଆସୁଛନ୍ତି ଆମରି ଗାଁକୁ, କେଉଁଝରକୁ ଫେରିକି ଆସୁଛନ୍ତି। ମୁଁ କାନ୍ଦିଛି। ଭକ୍ତର ଲୁହକୁ ଭଗବାନ ସହିପାରିବେନି। ଅନ୍ୟର କାହାର, ଜ୍ଞାନୀ, ଗୁଣୀ, ସାଧକ, ସମସ୍ତଙ୍କର ସିଏ ସହିପାରନ୍ତି। ତାଙ୍କର ଧ୍ୟାନ ନିଅନ୍ତିନି ଭଗବାନ। ଭଗବାନ ନିଜେ କହିଛନ୍ତି, ସେମାନେ ମରନ୍ତୁ, ପଡ଼ନ୍ତୁ, ଗଡ଼ନ୍ତୁ, ମୋର ଧ୍ୟାନ ନାହିଁ। କିନ୍ତୁ ମୋତେ ଯିଏ ଟିକେ ବି ଭକ୍ତି କରୁଛି, ମୋ ମନ ତା ନିଜ ମନକୁ ଲଗେଇଛି ମୋ ପାଖରେ, ଯଦି ତା ଆଖିରୁ ଲୁହ ବାହାରିଲା, ମୁଁ କାହାକୁ ଛାଡ଼ିବିନି। ପ୍ରହ୍ଲାଦ ମହାରାଜଙ୍କ ଆଖିରୁ ଲୁହ ବାହାରିଥିଲା, କଷ୍ଟ ହୋଇଥିଲା। ଛାତି ଚିରିଦେଲେ, ପେଟ ଚିରିଦେଲେ, ତାହାରି ବୋପାର ନୃସିଂହନାଥ ହେଇକି। ଆମ ଦୁଃଖ ବୁଝିବେନି ସିଏ? ଆମେ ଯଦି ଜଗା ପାଇଁ ପାଗଳ, ସିଏ ଆମ ପାଇଁ ପାଗଳ ହେଇପାରିବେନି? ଆମ କଥା ବୁଝିବେନି? କେନ୍ଦୁଝରକୁ ଫେରିକି ଆସୁଛନ୍ତି। କେନ୍ଦୁଝରକୁ ଫେରିକି ଆସୁଛନ୍ତି। ତାଙ୍କୁ ସିଏ ଆସି ସାଇଲେଣି। ତାଙ୍କୁ ମନ୍ଦିରରେ ସ୍ଥାପନା କରାହେବ। ତାଙ୍କର ଶ୍ରୀ ବିଗ୍ରହ ସ୍ଥାପନା କରାହେବ। ତମେ ଯେତିକି ସବୁ ଫୋପାଡ଼ିଥିଲ, ସବୁ ନର୍କକୁ ଯିବ। ବାରମ୍ବାର କୁହାହେଲା ପରେ ବି ପୁଣି ଫୋପାଡ଼ୁଛ। ତମେ ରହିବନି, ମୁଁ ଜାଣିଛି। ମାୟାର ଅଧିକାର ତମ ଉପରେ ଅଛି ନା। ଜଗନ୍ନାଥଙ୍କୁ ଦେଖିକି କାଠର ମୂର୍ତ୍ତି ଭାବିକି ତମେ ପୁଣି ଫୋପାଡ଼ିବ ଆଉଥରେ। ଅଳିଆ ଗଦାରେ ଏଠି ସେଠି ପୂଜା କରିସାରିଲା ପରେ ଛାଡ଼ି ଦେଇକି ପଳେଇବ। ତାଙ୍କୁ କେଉଁ ଅବସ୍ଥାରେ ତମେ ଜରାଜୀର୍ଣ୍ଣ ଅବସ୍ଥାରେ ଛାଡ଼ିକି ଆସୁଛ? ସବୁ ନର୍କକୁ ଯିବ। ଜଗନ୍ନାଥ ସିନା କିଛି କରିବନି, ସେ ଶ୍ରଦ୍ଧାର ଠାକୁର, ରାଧା ଭାବରେ ବିଗଳିତ, ଗୋପୀଙ୍କ ପଛରେ ଧାଇଁଛି, ଦୁଃଖ କରୁଛି। ସିଏ ବି କହୁଛି, ଯେମିତି ମୁଁ ଦୁଃଖ କରୁଛି ମୋ ରାଧା ପାଇଁ, ମୁଁ ମନେ ପକାଉଛି ମୋ ରାଧା ପାଇଁ, ତମେ ବି ସେମିତି ମନେ ପକାଅ ମୋ ପାଇଁ। ଜଗନ୍ନାଥ ପଛରେ ତମେ ଧାଇଁବା କଥା ନା, ସେସବୁ ହେବ ନାହିଁ। ତମେ ଭୌତିକ ଜଗତ ପଛରେ ଧାଉଁଥାଅ, ଏମିତି ନର୍କକୁ ଯିବ। ଜଗନ୍ନାଥ ସିନା କିଛି କରିବେ, କିନ୍ତୁ ତାଙ୍କର ଷ୍ଟାଫ୍, ତାଙ୍କର ଯିଏ କର୍ମଚାରୀ ଅଛନ୍ତି, ଯମଦୂତ ଆଉ ନିଜେ ଯମରାଜ,
तुमको घोषाड़ी घोषाड़ी नहीं कि जीवे जान बोधे तुम्हें मला पर तुमको जो यातना शरीर मिल तुमको आगे पितृलोक निहब पितृलोक किसी दिन 10 दिन रखाला श्राद्ध दे सारापर पुणी जीव तुम्हें कुंभीपाक अशीपत्र वन रौ रौ महारौ रौ कौटी 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 की जीव हजारे नर्क अच्छी अनंत नर्क अच्छी मुख्य 28टी नर्क सेठी जाकि भोगिब पुणी तापर भोगियाकू अच्छी पुणी जदि मनीष जन्म पाइल कि जेकोसी 84 लक्ष जोनि रे जेकोसी गछपत्र जोनि पाइल पुणी भोगियाकू पड़ो पुणी कांदिब जगा प्रेम रे पड़िया कथा ना तमे ए माया प्रेम रे पड़ल माया बारंबार गोईठा मारे माँ दुर्गा मौका दियंती महाप्रभु श्री जगन्नाथ भौणी होती माँ दुर्गा आ तांकर आदि रूप होची माँ सुभद्रा माँ दुर्गा ए माया रूपी दुर्गर अधिष्ठात्री बोली तांकू माँ दुर्गा बोली कहा जाए आ सीए तांकू आदेश दिखाई महाप्रभु श्री जगन्नाथ भगवान श्रीकृष्ण आदेश देइचंती जे जेतेबेले जीव मोर संतान जेतेबेले माया पछरे पड़िबो ताकू टिके चांस देबू तापर पछाड़े गोईठाटे मारदेबू जेमि से कांदिबो सबू जाऊच ना खोजिया कौटी सुख मिल जाए स्त्री पाखे सुख मिल जाए स्वामी पाखे सुख मिल जाए पितामाता पाखे सुख मिल जाए कई दे पारे छोट छुआ नाती पाखे सुख मिल जाए जी प्राप्त वयस्क है 60 65 70 80 क्रॉस कला भावुँ सुखटी मिल जाए कि मिलनी दुख ही से मैंने तुमको देवे जगा प्रेम पड़िया कथा तुम माया प्रेम पढ़ुच पढ़ु था कि दरकार नहीं मो आखिरी लुह झरी मत पागल पागल कहूल ना 2.5 लाख भ्यू एमती ना को पलैला 2.5 लाख भ्यू सत कथाटी समस्त हृदय को बाधे आमिष पियाज रसुण मद पीउथब आमिष पियाज रसुण खाऊथब संसार रे मन लगौथब एमती चाकरी करूथाओ शूद्र होइकी रही था भगवान मिछ कहे कि भगवान कहते कलिजुग मैक्सीम शूद्र हेबे रे सबू शूद्र हेबे सबू अन्य पाखे मुंड बिकिदेवे आगरू जाऊले वैश्य होइकी बेपार वाणिज्य करने किंतु अब से वैश्यर भी औकात बिजनेसमैन भी औकात समस्त रहा द्वापर जुगे वैश्य होइकी मैक्सीम थिले एबे कलिजुगर सबू शूद्र हो सबू तलुआ जाति हो सबू मुंड बिकिदेवे आपड़ भावुं कि जगन्नाथ पूजा कर ब्राह्मण बोली ब्राह्मण किए षट्कर्म निपुण इति ब्राह्मण भवती से षट्कर्म निपुण नुहति किछि टंका जगन्नाथ को बिकी दौरान एम सब शूद्र समस्ते शूद्र सबू नर्क को जीवे जगन्नाथ सिना किसी करेनि जमदूत छाड़देव कुकुर पठेब जमदूत मैंने कुकुर पठेबे तुमको चुटी घोषाड़ी घोषाड़ी कि ने जातना शरीर एडिकी टी जातना शरीर मिले नग्न देह कपड़ा नथिबो सबू करूथा आमर किसी टेंशन नबार नहीं आम जगह प्रेम अच्छी जगह आमको संभालुची सेमती भी कहबार थिला वर्षा होची बैतरणी बढ़िलाणी फुलिलाणी अवश्य केउंझर टाउन को पानी माड़ी पारिबनी किंतु गाँ गहली जो माता मैंने अच्छा महाप्रभु जगन्नाथ तांको रक्षा करंतु आ महाप्रभु से जगन्नाथ फेरिकी आछन आम पाखु ट्रेन ने फेरिकी आसिले आम नहीं आसिलु आहा हा हा आउ से मंदिर रे तांकर विग्रह स्थापना कराहब नृसिंह मंत्र रे तांकू आह्वान कराही कि महाप्रभु से विराजमान करेंगे जेहेतु स्वप्न देखते महाप्रभु भूल हो कि ए भिडियोटी की कथाटी सत तेणुक जदि पारे सेयार करूँ मुझे क्या कहनी लाइक करने मुझे क्या कहनी सब्सक्राइब करने मुझे कहनी देखापी कि जदि देखुंट जदि सतरे भक्त किसी तो करें जगन ए भिडियोटी सेयार करूँ जे आम मंदिर को समस्ते आसबे केउझर ए मंदिर को समस्ते आसबे आपन भावुँ कि डाउट एआई रे तैयारी होइछि वीडियो एआई नुह ध्यान से देखंतु ए फोटो देखंतु सही महाप्रभु ए फोटो देखंतु ट्रेन ने आछंती सही महाप्रभु किछि भूल नुहे महाप्रभु भक्तर डाक शुणती सदा सर्वदा शुणती शुणी चली थे से जेकोसी जुग हो सी आम आखिरे लुह देखिपारे आज्ञा महाप्रभु केवल करुणा करें आ कि आम बहुत किसी करें आज्ञा अन्य को धोखा दे पारती अन्य को हाणी पारती मारी पारती कष्ट दे पारती अन्य को भर्सना करी पारती अन्यर बलात्कार करी पारती अन्य को शोषण करी पारती किंतु महाप्रभु केवल कांदी जानते केवल कृपा करी जानते तेणुक ना हूँ कृपा सिंधु कृपा निधान सेमती मोर जी बायोलॉजिकल फादर जन्म कला पिता ना भी हूँ श्रीजुक्त कृपा सिंधु ना भी केटे सुंदर सुंदर दिखाई देखो महाप्रभु कृपा करदे महाप्रभु फेरिकी आम पाखु आपड़ वर्षार साउंड भी शुणी पारे वर्षा भयंकर होची केउझर बैतरणी फुलिलाणी पूरा किंतु महाप्रभु ये वर्षारे भी आपण जातु काउड़िया बोल बम डाक बम है किंतु आम केवल महाप्रभु आश्रित यही आमर बर्तमान अभिषेक हम महाप्रभु क्षीर आम अभिषेक करूँ महाप्रभु को आ महाप्रभु से महोदधि आसिकी सुदूर महोदधि पुरी आसिकी केउझर ये गाँव में आसिकी रे जय श्री कृष्ण जय महाप्रभु श्री जगन्नाथ स्वामी।